ଓହୋ ଜଲ୍ଦି ମାଛ ଭାଜି ଦିଏ ମୋ ଝିଅକୁ ତେବେ ଭୋକ ଲାଗିବଣି। ଅପା ମୁଁ ମାଛ ଭାଜି ଦେବି କି? ଆରେ ସାନ ମୁଁ ତ ମାଛ ଭାଜୁଛି, ତୁ ଗୋଟେ କାମ କର ଛାତ ଉପରୁ ଯାଇକି କପଡ଼ା ସବୁ ତୋଳିକି ନେଇ ଆସେ ହେଲା। ହଉ ଅପା। ଓହୋ ମୋ ସ୍ୱାମୀ ଏତେ ଖରା ତରାରେ ବୁଲିକି କାମ କରିକି ପଇସା ଆଣିବେ, ମାଛ ଦିଟା ଆଣିଛନ୍ତି, ମୁଁ ଆଉ ମୋ ଝିଅ ଖାଇବୁ ନା ଆଉ ଏ ସାନ ଦେଖି ଆଣିବେ ତାକୁ ବି ଦବାକୁ ପଡ଼ିବ ବେ। ଓହୋ ଆରେ ମା ତରକାରୀ ହେଇଗଲାଣି ଆଉ 2 ମିନିଟ୍ ରହ ହେଲା, ମୁଁ ତତେ ଖାଇବାକୁ ଦେବି ପୁରା ମାଛ ତରକାରୀ ଗରମା ଗରମ ମୋ ଝିଅ ଖାଇବ। ଗୋଟେ କାମ କର ମା ତୁ ଏଇଠି ବସିଥା ହେଲା, ବସ ଏଠି। ଓହୋ ଛାତ ଉପରେ କେତେ ଖରା। ହଁ ଆରେ ଆରେ ये ସାନ ଆସିଲା ନା କଣ? ମୋ ସ୍ୱାମୀ ଏତେ ପରିଶ୍ରମ କରିକି ଆଣିବେ ମାଛ ମୁଁ ତାକୁ ଦେବି ଖାଇବି ନା। ଗୋଟେ କାମ କରି ଯାଉଛି ତରକାରୀରୁ ସବୁ ମାଛ ଗୁଡ଼ାକ କାଢ଼ିଦେବି, ତାପରେ ତାକୁ ମୋର ବୁଦ୍ଧିମତିଆ ପ୍ଲାନ୍ ଲଗେଇକି ତାକୁ କହିବି ଯେ କଣ କରିବି ବାଥରୁମ ଯାଇଥିଲି ସବୁ ମାଛକୁ ପୁରା ବିଲେଇ ଖାଇଦେଲା, କଣ କରିବି କହିଲୁ? ଯାଉଛି ଏଇଆ ହିଁ କରିବି, ସବୁ ମାଛ କାଢ଼ିଦେବି। ହଁ ଲୁଚେଇ ଦିଏ। ଅପା ଅପା ମାଛ ତରକାରୀ ହେଲାଣି, ଆସ ଖାଇବା, ବହୁତ ଜୋରେ ଭୋକ ଲାଗିଲାଣି। ଆରେ ସାନ କଣ କହିବି କହିଲୁ ତତେ? ମୁଁ ତରକାରୀ କରିକି ମାଛ ପକେଇକି ଟିକେ ବାଥରୁମ ଯାଇଥିଲି ଯେ ଆସିଲା ବେଳକୁ ବଡ଼ ମା ବିଲେଇଟା କାଡୁ କାଡୁ କରି ସବୁ ମାଛ ଦିକ ମୋର ଖାଇ ଦେଇଛି। ଦେଖୁନୁ ଆସେ ଦେଖେ ଖାଲି ଝୋଳ ଆଳୁ ପଡ଼ିଛି। ହଁ ଅପା ମାଛ ତରକାରୀରେ ତ ମାଛ ନାହିଁ, ସତରେ ସବୁ ବିଲେଇ ଖାଇ ଦେଇଛି। ହଁ ପରା ସବୁତକ ପରିଶ୍ରମର ବୃଥା ଗଲା। ସାନ ଗୋଟେ କାମ କରେ ଚାଲ ଏଇ ଝୋଳ ଆଳୁ ଟିକେ ନେଇଯିବା ଆଉ ମୁଁ ଟମାଟୋ ଚଟଣି କରିଦେବି, ସାଙ୍ଗ ହେଇକି ଖାଇବା ହେଲା। ତୁ ସେଠି ବସିଥା ମୁଁ କରିକି ଆଣିକି ଆସୁଛି ହେଲା। ହଉ ଅପା। ପଳେଇଲା। ଆଲୋ ମା ମାଛ କାହିଁକି ବିଲେଇ ଖାଇବ? ରହ ମୁଁ ଲୁଚେଇକି ରଖିଛି। ଏଇ ଦେଖୁନୁ ସବୁତିକ ମାଛ ମୁଁ ପ୍ଲେଟରେ କାଢିକି ରଖିଛି ହେଲା। ତୁ ଜଲ୍ଦି ଆ ଘର ମୁଁ ତତେ ଖୁଆଇଦେବି ହେଲା। ଜଲ୍ଦି ଆ ମୋ ଝିଅ ଖାଇବ। ଲୋ ମା ଜଲ୍ଦି ଖାଇଦେ ନହେଲେ ସେ ଖୁଡି ପଳେଇ ଆସିବ ହେଲା। ଜଲ୍ଦି ଆ ଓହୋ ବହୁତ ଜୋର ଶୋଷ ଲାଗିଲାଣି, ଯାଉଛି ଟିକେ ପାଣି ପିଇଦେବି। ଓହୋ ଜଲ୍ଦି ଏଇଟା ଖାଇଦେ ହେଲା, ନହେଲେ ପଳେଇ ଆସିବ ସିଏ। ଜଲ୍ଦି ଏଇ ମାଛ ପିସଟା ବଢିଆ ହେଇଛି ମା ଲୋ, ଖାଇଦେ। ମାଛ ଅଛି ହେଲେ ଅପା ମତେ କହିଲେ କି ସବୁ ମାଛ ବିଲେଇ ଖାଇ ଦେଇଛି। ସାଙ୍ଗମାନେ ତମ ଘରରେ ବି ଏମିତି କିଏ ବୋହୁ ଅଛି କି? ନିହାତି କହିବେ କେମିତି ମତେ ଏମିତି ମିଛ କହିଦେଲେ।